ଜାଗାର କିଛି ମୂଲ୍ୟ ଅଛି। ଏଇ ଛକରେ ଆଜ୍ଞା ଆମର ସକାଳରୁ ସଞ୍ଜ ପର୍ଯ୍ୟନ୍ତ ଭିଡ଼ ଥିବ। ଆଜ୍ଞା ପ୍ରୟାସ ରଖିବେ ଆପଣଙ୍କ ଜୀବନରେ କିଛି ବି କରନ୍ତୁ ଆଜ୍ଞା, କଣ୍ଟିନ୍ୟୁ କରିଚାଲନ୍ତୁ, ଦେଖିବେ ନିହାତି ଦିନେ ଦିନେ ଆଗକୁ ଆପଣ ଯିବେ। କିନ୍ତୁ ସବୁ ଜିନିଷ କଣ୍ଟିନ୍ୟୁ କରିବାର ଅଛି। ଏଇ ପଦେ କଥା କ୍ୟାମେରା ଆଗରେ ସାହସ କରି କହିବାକୁ ମୋ ସମୟ ମୋର ନମସ୍କାର। ଜୟ ମା ଶାରଳା ସାଙ୍ଗମାନେ, କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ଆପଣମାନେ ଭଲ ଥିବେ। ମୁଁ ପୁରା ବଢ଼ିଆ। ଦେଖୁଥିବେ ଏବେ ମୁଁ ଆମ ମଧୁ ଜାଗାରେ ଅଛି। ଏବେ ପାଖାପାଖି ରାତି 12:30 ହେଇଗଲାଣି। ଏବେ ମୁଁ ଆସିଥିଲି ଗୋଟେ କାମରେ, ମାନେ ଜାଣିଥିବେ ଆମର ପପୁ ପାଖରେ ଗୋଟେ ଭିଡ଼ିଓ ଏଡିଟିଂ ଚାଲିଥିଲା, ତ ସେଇଠୁ କିଛି ଶିଖିବା ପାଇଁ ଆସିଥିଲି। ଆଉ ଭିଡ଼ିଓଟା ଆସିପାରୁନି, ଆପଣମାନେ କହୁଛନ୍ତି ତ ବହୁତ ଶୀଘ୍ର ଭିଡ଼ିଓ ଆସିବ। କାହିଁକିନା ଆଜ୍ଞା ଏକୁଟିଆ ସବୁ କିଛି କରିବାକୁ ପଡ଼ିଲେ ସେଥିରେ ଟିକେ ସମୟ ଲାଗୁଛି। ଜିନିଷ ଗୋଟେ କ'ଣ ଜାଣିଛନ୍ତି, ଯେ ଆପଣମାନଙ୍କର ଆଜିକା ଡେଟ୍ରେ ଯାହା ଭଲ ପାଇବା ମୋତେ ଆସୁଛି, ଗୋଟେ ଟାଇମ୍ ଥିଲା ବର୍ଷେ ତଳେ ଭଲ ପାଇବା ନଥିଲା। କିନ୍ତୁ ଆଜିକା ଡେଟ୍ରେ ଆପଣମାନଙ୍କର ଏତେ ସାରା ଭଲ ପାଇବା ଆସୁଛି। ବହୁତ ଭାଇମାନେ ମୋର ବାଟରେ ଦେଖା ହେଉଛନ୍ତି, ବହୁତ ଗୁରୁଜନ ମାନେ ମଧ୍ୟ ଦେଖା ହେଉଛନ୍ତି, ବହୁତ ବୟସ୍କ ଲୋକ ଦେଖା ହେଉଛନ୍ତି, ବହୁତ କିଛି କଥା କହୁଛନ୍ତି, ବହୁତ ଭଲ ଲାଗୁଛି। ଆଉ ଜୀବନ ତ ଆଜ୍ଞା ଏମିତି, ମାନେ ମଣିଷ ଜୀବନ ଏମିତି ଚାଲିଥିବ, କେବେ ହେଲେ ରହିବନି। ଆଉ ଗୋଟେ କଥା, ଶୀତ ତ ଏବେ ବହୁତ ଜୋର ପଡୁଛି, ବହୁତ ଜୋର, ମାନେ ଏବେ ବହୁତ ଜୋର ଥଣ୍ଡା ପଡ଼ିଲାଣି। ଆଜି ଗୋଟେ ଜିନିଷ ମନେ ପଡ଼ିଲା କି ସବୁ ଜାଗାର କିଛି ମୂଲ୍ୟ ଅଛି। ଏଇ ଛକରେ ଆଜ୍ଞା ଆମର ସକାଳରୁ ସଞ୍ଜ ପର୍ଯ୍ୟନ୍ତ ଭିଡ଼ ଥିବ, କିନ୍ତୁ ଏବେକା ସମୟରେ ଭିଡ଼ ନାହିଁ। କାହିଁ ଜାଣିଛନ୍ତି? ସବୁ ଜିନିଷର ଟାଇମ୍, ସବୁ ଜିନିଷର ମୂଲ୍ୟ, ସବୁ ଜିନିଷର ଥାଏ। ଆଉ ମୁଁ ଏଥିପାଇଁ ଭିଡ଼ିଓ କଲି କି ଆଜି ପର୍ଯ୍ୟନ୍ତ ମୁଁ ଆମ ଛକରେ କେବେ ଭିଡ଼ିଓ ପାଖାପାଖି କରିନଥିଲି, ତ ଗୋଟେ କରିଦେଲି। ଏମିତି ଗୋଟେ କିଛି ମନରେ ଆସିଲା, କହିଦେଲି। ଆଉ ଯଦି କିଛି ଭୁଲ ଭାଲ କହିଥିବି ତ କ୍ଷମା କରିବେ। ଆଉ କିଛି କହିବିନି। ଏବେ ମୁଁ ଯାଉଛି ଘରେ ଶୋଇବି, ପୁଣି ସକାଳୁ ଉଠିଲେ ଜାଣିଥିବେ ତ ପୁଣି ଡ୍ୟୁଟି, ନିଜର କାମ। ଗୋଟେ ଜିନିଷ ସବୁବେଳେ ପାଇଁ ଆଜ୍ଞା ପ୍ରୟାସ ରଖିବେ ଆପଣଙ୍କ ଜୀବନରେ କିଛି ବି କରନ୍ତୁ ଆଜ୍ଞା, କଣ୍ଟିନ୍ୟୁ କରିଚାଲନ୍ତୁ, ଦେଖିବେ ନିହାତି ଦିନେ ଦିନେ ଆଗକୁ ଆପଣ ଯିବେ। କିନ୍ତୁ ସବୁ ଜିନିଷ କଣ୍ଟିନ୍ୟୁ କରିବାର ଅଛି। ଏଇ ପଦେ କଥା କ୍ୟାମେରା ଆଗରେ ସାହସ କରି କହିବାକୁ ମୋ ସମୟ ମୋର ମାନେ ଡର ଲାଗୁଥିଲା, ସାହସ ନଥିଲା। କିନ୍ତୁ ଆପଣମାନେ ମୋତେ ବହୁତ ସାହସ ଦେଇଛନ୍ତି। ଆଉ ସେଥିପାଇଁ ଆଜିକା ଡେଟ୍ରେ ମୁଁ ଏଇଠି ହିଁ ଏମିତି ମୁଁ ପଦେ କଥା କହିପାରୁଛି। ଆଉ 10ଟା ଲୋକଙ୍କ ଆଗରେ ବି ମୁଁ ଗୋଟେ ଭିଡ଼ିଓଟେ କରିପାରୁଛି। ଏତିକି ଆପଣମାନେ ମୋତେ ସାହସ ଦେଇଛନ୍ତି। ତ ରହୁଛି। ଜୟ ମା ଶାରଳା।